ହେଇ ବୋଉ ହଁ ଆଉ ତୁ ଗୋଟେ କ'ଣ କହିବୁ କହୁଥିଲୁ? ହଁ ମୁଁ ଆଜି ଜଣେ ଭିକାରୁଣୀଙ୍କ କଥା କହିବାକୁ ଚାହୁଁଛି। ଯେ ଦୁଇ ଜଣ ଭିକାରୀ ଆଉ ଭିକାରୁଣୀ ସିଏ କ'ଣ କରୁଛନ୍ତି ନା ଏ ଦ୍ୱାରମ ସେ ଦ୍ୱାରମ କରି ଭିକ ମାଗୁଛନ୍ତି, ହେଲେ କେହି ତାଙ୍କୁ କିଛି ଦେଉନାହାନ୍ତି। ସେ ବିକଳ ହେଇ କହୁଛନ୍ତି ବହୁତ ଭୋକ ଲାଗିଲାଣି, କିଛି ଟିକେ ମା ଦିଅ, ଗଣ୍ଡାଏ ଖାଇବାକୁ ମିଳୁ, ମା ଖାଇବାକୁ ଏମିତି ବ୍ୟସ୍ତ ହେଇକି ମାଗୁଛନ୍ତି। ବିକଳ ହେଇ ହେଲେ କେହି କିଛି ବି ଦେଉନାହାନ୍ତି। ଏ କଥା ଶିବ ପାର୍ବତୀ ଯାଉଥିଲେ, ଶିବ ପାର୍ବତୀଙ୍କ ଆଖିରେ ପଡ଼ିଲା ସେ କଥା। ପାର୍ବତୀ କହିଲେ ଶିବଙ୍କୁ, କହିଲେ ହେ ପ୍ରଭୁ ଦେଖ ଏମାନଙ୍କୁ କିଛି ହେଲେ ଦିଅ, ମାନେ କି ବିକଳ ହେଉଛନ୍ତି, ତାଙ୍କ ପେଟରେ ଦାନା ନାହିଁ, ଆଉ ୟାଙ୍କ ପାଇଁ କିଛି କରନ୍ତୁ ପ୍ରଭୁ, ୟାଙ୍କ ପାଇଁ କିଛି କରନ୍ତୁ। ସେଠୁ ଶିବ କହିଲେ ଦେବୀ ସେମାନଙ୍କୁ ଦେଲେ ବି ସେ ନେବେନି, ତାଙ୍କ ଭାଗ୍ୟରେ ନାହିଁ, ସେ ନେବେ ନାହିଁ। ନା ନାଇଁ ନାଇଁ ପ୍ରଭୁ ସେମିତି କହନ୍ତୁନି, ଆପଣ ତାଙ୍କୁ କିଛି ନା କିଛି ଦିଅନ୍ତୁ, ହେଲେ ଦେଖନ୍ତୁ କେତେ ବିକଳ ହେଉଛନ୍ତି ସେ। ସେଠୁ ଶିବ କହିଲେ ଆଚ୍ଛା ଠିକ୍ ଅଛି ଦେବୀ, ଦେଖ ତମେ ମୁଁ ଦେଉଛି, ସେ କେମିତି ତାକୁ ଫିଙ୍ଗି ଦେଇକିରି ଯିବେ, ଦେଖ ମୁଁ ଦେଉଛି। ୟା କହି ସେ ଯେଉଁ ପଟେ ଆସିବେ ସେଇପଟେ ଗୋଟେ ଗରାରେ ମାନେ କିଛି ସୁନା ମୋହର ପୁରେଇକି ଥୋଇଲେ, ବାଟ ଦେଲେ, ଶିବ ରଖିଦେଲେ। ତାପରେ ସେଇ ପଟ ଦେଇକିରି ସେ ଆସିଲେ। ତ ଭିକାରୀ ତାଙ୍କର ଆଖି ଅଛି ଭଲ, ତେଣୁ ସିଏ ସେଇପଟେ ଆସିଲେ। ସେଠୁ ସେଇଠି ଟିକେ ପୂର୍ବରୁ ତାଙ୍କ ଇଚ୍ଛା ହେଲା ଯେ ଅନ୍ଧ କେମିତି ଚାଲନ୍ତି ବାଡ଼ି ଧରି ଧରି, ଅନ୍ଧ କେମିତି ବାଡ଼ି ଧରି ଧରି ଚାଲନ୍ତି, ସେଇ ବିଷୟରେ ତାଙ୍କର ଟିକେ ଇଚ୍ଛା ହେଲା। ସେଠୁ କହିଲେ ଭବିଷ୍ୟତକୁ କାଳେ ଅନ୍ଧ ହେଇଯିବି, ଟିକେ ବାଡ଼ି ଧରି ଚାଲି ଶିଖିଥାଏ। ଏଇଆ ଭାବିକିରି ସେ କ'ଣ କଲେ, ଆଖି ବନ୍ଦ କରି ବାଡ଼ିଟାକୁ ଠକ୍ ଠକ୍ କରିକିରି ଯେମିତି ଅନ୍ଧ ଚାଲନ୍ତି ସେମିତି ଚାଲିଲେ। ଚାଲିଲା ଭିତରେ ସେଇ ବାଡ଼ିଟା ଗରାରେ ବାଜିଲା, ସେ ଗରାଟାକୁ ସେ ବାଡ଼ିରେ ଆଡ଼େଇ ଦେଲେ, ଆଡ଼େଇ ଦେଇକିରି ସେଠୁ ଚାଲିଗଲେ। ସେତିକ ବାଟ କ୍ରସ୍ କରି ଯିବା ପରେ ସେଠୁ ସେ ଆଖି ଖୋଲିଲେ। ଆଉ ଅନ୍ଧ ଚାଲିବା ତ ଠିକ୍ ହେଇଗଲା, ଆଉ କାହିଁକି କରିବେ। ତାପରେ ଶିବ କହିଥିଲେ ପାର୍ବତୀକି ଦେଖିଲ ଦେବୀ, ଦେଖିଲ ନା ମୁଁ ତା ପାଖରେ ଟଙ୍କା ମୋହର ସୁନା ମୋହର ଥୋଇକିରି ଆସିଲି, ସେ ତାକୁ କେମିତି ନିଜ ବାଡ଼ିରେ ଆଡ଼େଇ ଦେଇକି ଚାଲିଗଲା। ଦେଖୁ ତାଙ୍କ ଭାଗ୍ୟରେ ନାହିଁ, ତାଙ୍କ ଭାଗ୍ୟରେ ଜଣେ ନାହୁଁ, ତାଙ୍କୁ ଦେଲେ ବି ସେ ନେବେନି। ତେଣୁ ଦେଖ ସେ କେମିତି ଆଡ଼େଇ ଦେଇକି ଚାଲିଗଲେ ଗୋଡ଼ରେ। ପାର୍ବତୀ କହିଲେ ହଁ ଠିକ୍, ଆପଣ ଠିକ୍ କଥା କହିଥିଲେ ଯେ ମୁଁ ବୁଝିପାରିନଥିଲି। ଏଇ ଅନୁଚିନ୍ତା। ହଁ।